ସଦାବିହାରୀ ଫୁଲ ଏକ ଏପରି ଗଛ ଯାହାକୁ କୌଣସି ସ୍ଥାନରେ ଖୁବ୍ ସହଜରେ ବଢ଼ିଯାଏ। ଏହାର ଫୁଲ ଭିନ୍ନ ଭିନ୍ନ ରଙ୍ଗର ଏବଂ ବେଶ୍ ସୁନ୍ଦର ଭାବରେ ଉପସ୍ଥିତ ହୋଇଥାଏ। କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ସଦାବିହାରୀ ଗଛର କିଛି ଖାସ୍ ରହସ୍ୟ ବିଷୟରେ କହିବାକୁ ଯାଉଛୁ। ଆଶ୍ଚର୍ଯ୍ୟ ହୋଇଯିବେ, ଏହି ଗଛ ଦ୍ୱାରା ଆପଣ ଜଣେ କୋଟିପତି ହୋଇପାରିବେ ଏବଂ ଆପଣଙ୍କ ଦୁର୍ଭାଗ୍ୟ ମଧ୍ୟ ବଦଳିଯିବ। ଏହି ଗଛକୁ ନେଇ କିଛି ଉପାୟ କଲେ ଆପଣଙ୍କ ଜୀବନର ବହୁ ସମସ୍ୟାର ସମାଧାନ ହୋଇଯିବ। ଯଦି ଆପଣ କୌଣସି ବ୍ୟବସାୟ କରୁଛନ୍ତି ଏବଂ ବାରମ୍ବାର ସେଥିରେ କ୍ଷତି ସହିବାକୁ ପଡ଼ୁଛି, ଏହା ବ୍ୟତୀତ ଯଦି କେହି ବ୍ୟକ୍ତି କରଜରେ ବୁଡ଼ି ରହିଛି, ତେବେ ଆପଣ ଏହି ସଦାବିହାରୀ ଫୁଲକୁ ଭଗବାନଙ୍କୁ ଅର୍ପଣ କରି ଦିଅନ୍ତୁ। ଯଦି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ରହିଛି, ତେବେ ଏହି ସଦାବିହାରୀ ଗଛକୁ ଘରକୁ ନେଇ ଆସନ୍ତୁ ଏବଂ ଘରେ ଲଗାନ୍ତୁ। ଏହି ଗଛକୁ ଘରେ ଲଗାଇଲେ ଧନ ଆକର୍ଷିତ ହୋଇଆସିବ। କହିବାକୁ ଗଲେ ସବୁ ଗଛର ଭିନ୍ନ ଭିନ୍ନ ଚମତ୍କାର ଗୁଣ ରହିଛି ଏବଂ ସେହି ସବୁ ଗଛର କିଛି ଖାସ୍ ପ୍ରୟୋଗ କଲେ ଖାସ୍ ଲାଭ ମଧ୍ୟ ପ୍ରାପ୍ତ ହୋଇଥାଏ। ସେହିପରି ସଦାବିହାରୀ ଫୁଲ ସବୁଦିନ ପାଇଁ ଆପଣଙ୍କ ଭାଗ୍ୟ ଚମକାଇ ପାରିବ। ଏହି ଫୁଲ ଦୁଇ ପ୍ରକାରର, ଯଥା ଧଳା ଏବଂ ଗୋଲାପୀ, ଏବଂ ଉଭୟ ମାତା ଓ ଲକ୍ଷ୍ମୀଙ୍କୁ ଭାରି ପ୍ରିୟ। ସେହିଭଳି ଧଳା ସଦାବିହାରୀ ମହାଦେବଙ୍କୁ ଅର୍ପିତ କଲେ ମହାଦେବ ଖୁବ୍ ପ୍ରସନ୍ନ ହୁଅନ୍ତି ଏବଂ ଫୁଲକୁ ଭଗବାନଙ୍କୁ ଅର୍ପଣ କରି ନିଜର ମନୋବାଞ୍ଛା କରିଦେଲେ ଭଗବାନ ନିଶ୍ଚିନ୍ତ ପ୍ରସନ୍ନ ହୁଅନ୍ତି। ଏବଂ ଖାସ୍ ଉପାୟ ଅନୁଯାୟୀ କୌଣସି ଶୁକ୍ରବାର ଦିନ ସନ୍ଧ୍ୟା ପୂର୍ବରୁ 21ଟା କିମ୍ବା 27ଟା ସଦାସଜ ଫୁଲ ଆଣି ଘରକୁ ଆଣି ପୂଜା ଘରେ ରଖିଦିଅନ୍ତୁ। ଏକ ଦୀପ ଜଳିବା ପରେ ନାଲି କପଡ଼ା ବିଛାଇ ତାହା ଉପରେ ନାଲି ମଣି ସୂତାରେ ଏବଂ ଫୁଲର ମାଳା ବନାନ୍ତୁ। ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରିବା ସହିତ ମହାଲକ୍ଷ୍ମୀ ଚାଳିଶା ପାଠ କରନ୍ତୁ। ଏହାପରେ ନାଲି କପଡ଼ାରେ ସ୍ୱସ୍ତିକ ଚିଠିରେ ମହାଲକ୍ଷ୍ମୀ ଲେଖି ଦିଅନ୍ତୁ। ଯଦି ଆପଣ 21 ଫୁଲ ଥିବା ମାଳା ଦ୍ୱାରା କରୁଛନ୍ତି, ତେବେ 5ଟି ଶୁକ୍ରବାର ଏବଂ 27ଟି ଫୁଲର ମାଳା ଅର୍ପିତ କରୁଥିବା ବେଳେ 4ଟି ଶୁକ୍ରବାର କରିଦିଅନ୍ତୁ। ଦେଖିବେ ଆପଣଙ୍କର ଭାଗ୍ୟ ନିଶ୍ଚିନ୍ତ ବଦଳିଯିବ।